ବନ୍ଧୁଗଣ, କ'ଣ ଆପଣ ଜାଣିଛନ୍ତି ଜୀବନରେ କିଛି ଏମିତି ଲୋକ ଯାହାକୁ ଆଶା ରଖିବାର ଅର୍ଥ ହେଉଛି ଧୋକା ହିଁ ପାଇବା। ଭୋକରେ ପଛେ ମରିବାକୁ ପଡ଼ୁ, ହେଲେ କେବେ ହେଲେ ଏହି 8 ଜଣ ଲୋକଙ୍କ ଠାରୁ ଆଶା ରଖିବା ବ୍ୟର୍ଥ ସହ ସମାନ ଅଟେ। ଏମାନେ ଏହି ଲୋକ ଯାହା ଉପରେ ଦୁଃଖର କୌଣସି ପ୍ରଭାବ ପଡ଼ିନଥାଏ। ଏହି କଥା ଚାଣକ୍ୟ ନିଜର ମହାନ ଗ୍ରନ୍ଥ ଚାଣକ୍ୟ ନୀତିରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି କାହାକୁ କୁହାଯାଏ? ଯାହାକୁ ବହୁତ ରାଜା ଓ ମହାରାଜାମାନେ ଆପଣାଉଛନ୍ତି, ସେହି ଚାଣକ୍ୟ ନୀତିକୁ। ଜୀବନର ଗୂଢ଼ ରହସ୍ୟ ଓ କଠିନତାରୁ ବାହାରିବାର ମାର୍ଗ ଦେଖାଇଥାଏ ଏହି ଚାଣକ୍ୟ ନୀତି। ସେଥିରେ ଏହି ଶ୍ଲୋକ ଅଛି ଯାହା କହିଥାଏ, କେଉଁ 8 ଜଣ ଲୋକ ଯାହା ଉପରେ କାହାର ବି ଦୁଃଖର କୌଣସି ପ୍ରଭାବ ପକାଇ ନଥାଏ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ନିବେଦନ କରୁଛୁ, ଯଦି ଆପଣମାନଙ୍କୁ ଭିଡ଼ିଓଟି ଉପଯୋଗୀ ଲାଗୁଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଓ କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖିଦିଅନ୍ତୁ। ତେବେ ଚାଲନ୍ତୁ ଜାଣିବା ସେମାନେ କେଉଁ 8 ଜଣ ଲୋକ ଯାହାଠାରୁ କୌଣସି ଆଶା ରଖିବା ଆଦୌ ଠିକ୍ ନୁହେଁ। ନମ୍ବର 1, ରାଜା ଭଳି ଶାସନ କରୁଥିବା ଲୋକ। ଚାଣକ୍ୟ କହିଛନ୍ତି, ରାଜାଙ୍କ ପାଇଁ ସବୁଠୁ ଜରୁରୀ ହେଉଛି ତାଙ୍କର ନ୍ୟାୟ ଓ କାନୁନ ବ୍ୟବସ୍ଥା। ଶାସନ ବ୍ୟବସ୍ଥା ସର୍ବଦା ନିୟମରେ ବନ୍ଦୀ ହୋଇ ରହିଥାଏ। କାହାର ଦୁଃଖ ଓ ଭାବନା ପାଇଁ ସେଠାରେ କୌଣସି ସ୍ଥାନ ନଥାଏ। ଏଥିପାଇଁ ରାଜାଙ୍କ ଠାରୁ ସହାନୁଭୂତିର ଆଶା ରଖନ୍ତୁ ନାହିଁ। ନମ୍ବର 2, ବେଶ୍ୟା। ଚାଣକ୍ୟ ଅନୁସାରେ ବେଶ୍ୟା ନିଜର ହିତ ଓ କାମରେ ମତଲବ ରଖିଥାଏ। ତାଙ୍କୁ ଏହି କଥାରେ ଫରକ ପଡ଼ିନଥାଏ କି କେଉଁ ବ୍ୟକ୍ତି କେଉଁ ଅସୁବିଧାରେ ଅଛି। ତାଙ୍କର ଦୁନିଆ କେବଳ ତାଙ୍କର ଲାଭ ପର୍ଯ୍ୟନ୍ତ ସୀମିତ ହୋଇ ରହିଥାଏ। ନମ୍ବର 3, ଯମରାଜ। ମୃତ୍ୟୁର ଦେବତା ଯମରାଜ, ଯାହାଙ୍କର କାମ ହେଉଛି କାହାର ଜୀବନ ସମାପ୍ତ କରିବା। ଯଦି ସେ ଲୋକମାନଙ୍କର ପୀଡ଼ାକୁ ବୁଝିବାକୁ ଲାଗିବେ, ତେବେ ଏ ସଂସାରର ସନ୍ତୁଳନ ବିଗିଡ଼ିଯିବ। ସେଥିପାଇଁ ତାଙ୍କଠାରୁ କେଉଁଭଳି ଭାବରେ କିଛି ଆଶା ରଖିବା ଉଚିତ ନୁହେଁ। ନମ୍ବର 4, ଅଗ୍ନି। ଯାହା ଜୀବନ ପାଇଁ ନିତ୍ୟାନ୍ତ ଆବଶ୍ୟକ, କିନ୍ତୁ ଏହା ମଧ୍ୟ ବିନାଶକାରୀ ଅଟେ। ଯାହାର ସ୍ୱଭାବ ହେଉଛି ଜଳାଇବା ଏବଂ ଇଏ କେବେ କାହାର ଦୁଃଖ ଓ ପୀଡ଼ାକୁ ବୁଝିପାରି ନଥାଏ। ନମ୍ବର 5, ଚୋର। ଚୋରର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚୋରି କରିବା। ସେ ଏହି କଥା ଭାବିନଥାଏ ତାର ଚୋରି ଯୋଗୁଁ କାହାର କେତେ ବଡ଼ ଅସୁବିଧା ହୋଇଥାଏ। ତାର ଦୃଷ୍ଟି କେବଳ ନିଜର ସ୍ୱାର୍ଥ ଉପରେ କେନ୍ଦ୍ରୀୟ ହୋଇ ରହିଥାଏ। ନମ୍ବର 6, ବାଳକ। ପିଲାମାନେ ନାଦାନ ଓ ନିରୀହ ଅଟନ୍ତି। ତାଙ୍କର ଜୀବନ କେବଳ ଖେଳକୁଦ ଓ ନିଜର ଜରୁରତା ପର୍ଯ୍ୟନ୍ତ ସୀମିତ ହୋଇ ରହିଥାଏ। ସେମାନେ ଅନ୍ୟର ଦୁଃଖକୁ ବୁଝିବା ପାଇଁ କ୍ଷମତା ରଖିନଥାନ୍ତି। ନମ୍ବର 7, ଭିକ୍ଷୁକ। ଚାଣକ୍ୟଙ୍କ ଅନୁସାରେ ଭିକ୍ଷୁକ କେବଳ ନିଜର ଭୋକ ମେଣ୍ଟାଇବା ବା ନିଜର ଜରୁରତା ଉପରେ ଚିନ୍ତା କରିଥାଏ। ତା ପାଇଁ ଅନ୍ୟ କାହାର ଦୁଃଖର କୌଣସି ମହତ୍ତ୍ୱ ରହିନଥାଏ। ନମ୍ବର 8, ଗ୍ରାମ କଣ୍ଟକ। ଚାଣକ୍ୟ ଅନୁସାରେ ଗ୍ରାମ ଏବଂ ସମାଜରେ ଉପଦ୍ରବ କରୁଥିବା ଲୋକ ଅନ୍ୟକୁ ଅସୁବିଧାରେ ପକାଇବାରେ ଆନନ୍ଦ ପାଇଥାନ୍ତି। ତାଙ୍କର ପ୍ରକୃତି ଅନ୍ୟର ପୀଡ଼ାକୁ ବୁଝିବା ବା ଅନ୍ୟର ଦୁଃଖକୁ ବୁଝିବା ହୋଇନଥାଏ। ବନ୍ଧୁଗଣ, ଚାଣକ୍ୟ କହିଛନ୍ତି, ଏହି 8 ଜଣ ଲୋକଙ୍କ ଠାରୁ ଦୟା, ସହାନୁଭୂତି ବା ଆଶା ରଖିବା ବହୁତ ବ୍ୟର୍ଥ ଅଟେ। ଏମାନେ ନିଜର ସ୍ୱଭାବ ଅନୁସାରେ କାମ କରିଥାନ୍ତି ଓ ଅନ୍ୟର ଦୁଃଖ ପୀଡ଼ାରେ ପୂରାପୂରି ବାହାରିକି ରହିଥାନ୍ତି। ଏମିତିରେ ଶାନ୍ତିରେ ଜୀବନ ବିତାଇବା ପାଇଁ କାହାର ବି ବିବାଦରେ ପଡ଼ିବା ଉଚିତ ନୁହେଁ। କିନ୍ତୁ ଜାଣତରେ ହେଉ କିମ୍ବା ଆମର ଅଜାଣତରେ ହେଉ ବହୁତ ଲୋକଙ୍କ ମାମଲା ବାହାରକୁ ଉଛୁଳିଯାଏ। ଆସନ୍ତୁ ଏହା ମଧ୍ୟ ଜାଣିନେବା ସେମାନେ କେଉଁ 9 ଜଣ ଲୋକ ଯାହା ସାଙ୍ଗରେ ପଙ୍ଗା ନେବା ଉଚିତ ନୁହେଁ, ନଚେତ୍ ଏହାର ଖରାପ ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ। ନମ୍ବର 1, ଶସ୍ତ୍ରୀୟ। ଯାହାର ହାତରେ ଶସ୍ତ୍ର କିମ୍ବା ହତିଆର ରହିଥାଏ, ସେମାନଙ୍କ ସାଙ୍ଗରେ କେବେ ବି ଝଗଡ଼ା କରିବା ଉଚିତ ନୁହେଁ।
କାରଣ ଆବଶ୍ୟକ ପଡ଼ିଲେ ସେ ନିଜର ଶସ୍ତ୍ର କିମ୍ବା ହତିଆର ମାଧ୍ୟମରେ ବିରୋଧ କରୁଥିବା ଲୋକର ଜୀବନ ନେଇପାରେ। ନମ୍ବର 2, ମର୍ମୀ। ଯେଉଁ ଲୋକ ଆପଣଙ୍କର ଅନ୍ତରଙ୍ଗ ରାଜ ଜାଣିଥାଏ ତାଙ୍କୁ ମର୍ମୀ କୁହାଯାଏ। ଯେଉଁ ଲୋକ ଆପଣଙ୍କର ସମସ୍ତ ରହସ୍ୟ ଜାଣିଥାଏ ତାଙ୍କ ସାଙ୍ଗରେ କେବେ ବି ପଙ୍ଗା ନେବା ଉଚିତ ନୁହେଁ। କୁହାଯାଏ ବିଭୀଷଣ ରାବଣର ସମସ୍ତ ରାଜ ଜାଣିଥିଲେ, ଯିଏ ଭଗବାନ ରାମଙ୍କୁ ରାବଣର ସମସ୍ତ ରହସ୍ୟ କହିଦେଇଥିଲେ। ସେଥିପାଇଁ ରାବଣ ଯୁଦ୍ଧରେ ହତ୍ୟା କରାଯାଇଥିଲା। ରାବଣର ବଧ ମଧ୍ୟ ହୋଇଯାଇଥିଲା। ନମ୍ବର 3, ପ୍ରଭୁ। ପ୍ରଭୁ ବା ମାଲିକ ବା ରାଜା, ଯାହା ସହ ଶତ୍ରୁତା କରିବା ଉଚିତ ନୁହେଁ, କାରଣ ତାଙ୍କ ପାଖରେ ଅପାର ଶକ୍ତି ରହିଥାଏ। ସେ ଆପଣଙ୍କୁ ବହୁତ ବଡ଼ ଅସୁବିଧାରେ ପକାଇ ପାରନ୍ତି। ନମ୍ବର 4, ଶଠ। ମୂର୍ଖ ବ୍ୟକ୍ତିଙ୍କ ସହିତ ଖରାପ କରିବା ଉଚିତ ନୁହେଁ। ଶାସ୍ତ୍ରରେ ଏମିତି ବ୍ୟକ୍ତିଙ୍କ ସହ ମିତ୍ରତା କରିବା ମଧ୍ୟ ଠିକ୍ ନୁହେଁ ବୋଲି କୁହାଯାଇଛି। ମୂର୍ଖ ଲୋକ ସେମାନଙ୍କୁ ମାନିଥାଏ ଯାହାକୁ ନିଜର ହିତ ଓ ଅହିତ ବିଷୟରେ ଜ୍ଞାନ ନଥିବ। ନମ୍ବର 5, ଧନୀ। ବହୁତ ଧନୀ ଲୋକ ସହ ପଙ୍ଗା ନେବା ଆବଶ୍ୟକ ନୁହେଁ, କାହିଁକି ନା ଏମାନେ କାନୁନ ଓ ନ୍ୟାୟକୁ ବି କିଣିପାରନ୍ତି। ସେଥିପାଇଁ ଧନୀ ଲୋକ ସହ କେବେ ବି ପଙ୍ଗା ନିଅନ୍ତୁ ନାହିଁ। ନମ୍ବର 6, ବୈଦ୍ୟ। ବୈଦ୍ୟ ଅର୍ଥାତ୍ ଡାକ୍ତର ସଙ୍ଗେ କେବେ ବି ପଙ୍ଗା ନେବା ଉଚିତ ନୁହେଁ, କାରଣ ଏମାନେ କେବେ ବି ଆପଣଙ୍କୁ ସଙ୍କଟରେ ପକାଇ ପାରନ୍ତି। ନମ୍ବର 7, ବନ୍ଦୀ। ବନ୍ଦୀ ଅର୍ଥାତ୍ ଏପଟ ସେପଟ ଖବର ଦେବା ଲୋକ। ଏମିତି ଲୋକଙ୍କର ଖରାପ କରିବା ମଧ୍ୟ ଠିକ୍ ନୁହେଁ ବୋଲି କୁହାଯାଇଛି। ନମ୍ବର 8, କବି। କବିଙ୍କ ଶ୍ରେଣୀରେ ପତ୍ରକାର, ଲେଖକ ଏବଂ ବକ୍ତାଙ୍କୁ ମଧ୍ୟ ନିଆଯାଇପାରିବ। ଏହି ଲୋକଙ୍କ ସହ ଶତ୍ରୁତା କରିବା କେବେ ବି ଉଚିତ ନୁହେଁ। ନମ୍ବର 9, ଖାଦ୍ୟ ତିଆରି କରୁଥିବା ଲୋକ। ରୋଷେୟା ବା କୁକ୍ର ବି ମଧ୍ୟ ଖରାପ କରିବା ଉଚିତ ନୁହେଁ, ନଚେତ୍ ଏମାନେ ଆପଣଙ୍କୁ ସର୍ବଦା ହାନିକାରକ ଭୋଜନ ଦେଇପାରନ୍ତି। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗମାନଙ୍କୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ସେୟାର ମଧ୍ୟ କରନ୍ତୁ ଏବଂ କମେଣ୍ଟରେ ଆପଣଙ୍କୁ ଏହି ସମ୍ବନ୍ଧୀୟ ଆଉ କେଉଁ ଭିଡ଼ିଓ ଦରକାର ଲେଖିଦିଅନ୍ତୁ। ମୁଁ ଯଥେଷ୍ଟ ଚେଷ୍ଟା କରିବି ସେହିଭଳି ଆହୁରି ଅନେକ ଭିଡ଼ିଓ ଆଣିବା ପାଇଁ। ହଁ ସାଙ୍ଗମାନେ, ବେଲ୍ ଆଇକନ୍କୁ ଦବାଇବା ପାଇଁ ଯେପରି ନ ଭୁଲନ୍ତି।